ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବେଉସାହିର ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଣିଚରଣ ପରିଡ଼ାଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶଶିକାନ୍ତ ମହାନ୍ତି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହେମେନ୍ଦ୍ରନାଥ ମହାନ୍ତି ଯୋଗଦାନ କରି ବିଦ୍ୟାଳୟର ବିକାଶରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗ, ବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟ ଓ ବିଦ୍ୟାଳୟର ପରିବେଶ ଦେଖି ସନ୍ତୋଷ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀଙ୍କ ଦୀର୍ଘ ଜୀବନ ଓ ଉନ୍ନତି କାମନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ ଜେନା, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ପ୍ରତିଷ୍ଠାନ ଅଧିକାରୀ ରବିନାରାୟଣ ମିଶ୍ର, ପ୍ରଧାନ ଶିକ୍ଷକ ବୁଦ୍ଧଦେବ ନାୟକ, ବିଦ୍ୟାଳୟ କମିଟି ସଭାପତି ନିରଞ୍ଜନ ଦେହୁରୀ, ସମାଜସେବୀ ଅନନ୍ତ ବାରିକ ଉପସ୍ଥିତ ରହି କ୍ରୀଡ଼ା ପ୍ରଦର୍ଶନରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ ମଧ୍ୟ ହୋଇଥିଲା। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁଭାଶିଷ ଚକ୍ରବର୍ତ୍ତୀ ବାର୍ଷିକ କ୍ରୀଡ଼ା ପରିଚାଳନା କରିଥିଲେ। ତାଙ୍କୁ ସରକାରୀ ଶିକ୍ଷୟିତ୍ରୀ ଅର୍ପିତା ଜେନା, ପ୍ରିୟଦର୍ଶିନୀ ରାଉତ ସହଯୋଗ କରିଥିଲେ ଓ ସନ୍ଧ୍ୟାରାଣୀ ସାହୁ ଏବଂ ରବିରଞ୍ଜନ ସେଠୀ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିବେକାନନ୍ଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଆନନ୍ଦପୁରରୁ ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ସେ ଉପଲକ୍ଷେ କ'ଣ କହିବାକୁ ଚାହିଁବେ ସାର୍ ଟିକେ କୁହନ୍ତୁ। ଆଜି ବିଦ୍ୟାଳୟ ବାର୍ଷିକ ଉତ୍ସବ ବାର୍ଷିକ କ୍ରୀଡ଼ା ଉତ୍ସବ ପିଲାମାନଙ୍କୁ ପୁରସ୍କାର ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ବାର୍ତ୍ତା ରହିବ 2024 ପବିତ୍ର ସାଧାରଣତନ୍ତ୍ର ଦିବସରେ ଆନନ୍ଦପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ପ୍ୟାରେଡରେ ସବ୍ କଲେକ୍ଟରଙ୍କ ଦ୍ୱାରା ବିଦ୍ୟାଳୟ ବିଶିଷ୍ଟ ପରିବେଶ ପାଇଁ ଯେତେବେଳେ ପୁରସ୍କାର ମିଳିଥିଲା ମୁଁ ନିଶ୍ଚିତ ଭାବରେ ଗୌରବାନ୍ୱିତ ମନେ କରିବି ଯେ ବିଦ୍ୟାଳୟକୁ ଯାହା ମୋ ସମୟରେ ହେଇଥିଲା ଏବଂ ଆଜି ପିଲାମାନଙ୍କର ପ୍ରତିଭା ଅନ୍ୱେଷଣ କରିବା ପାଇଁ ପିଲାମାନଙ୍କୁ ପୁରସ୍କାର ପ୍ରଦାନ ବ୍ୟବସ୍ଥା କରାଯାଇଛି। ପିଲାମାନଙ୍କ ସହିତ ପାଠପଢ଼ା ସହିତ ସ୍ୱାସ୍ଥ୍ୟ ଏବଂ ଶାରୀରିକ ଶିକ୍ଷା ଅଗ୍ରଗତି ହେଇପାରିବ ସେ ସମ୍ପର୍କରେ ପିଲାମାନଙ୍କୁ ଦିଗ୍ଦର୍ଶନ ଦେବି ଏବଂ ଏହା ଏକ ଶିକ୍ଷକମାନଙ୍କର ସମସ୍ତ ଶିକ୍ଷକମାନଙ୍କର ପ୍ରୟାସ ଏଥିରେ ରହିଛି। ସମସ୍ତଙ୍କ ସହଯୋଗ ରହିଛି, ଗ୍ରାମବାସୀମାନଙ୍କର ସହଯୋଗ ରହିଛି, SMCର ସହଯୋଗ ରହିଛି। ସମସ୍ତେ ସହଯୋଗ କରି ଏ କାର୍ଯ୍ୟକ୍ରମ କରି ପିଲାମାନଙ୍କ ପାଇଁ ଉତ୍ସାହିତ ପିଲାମାନଙ୍କୁ ଉତ୍ସାହିତ କରୁଥିବାରୁ ଗଭୀର ଭାବରେ ଆନନ୍ଦିତ ହେଉଛି ଏବଂ ଏଇଭଳି କାର୍ଯ୍ୟକ୍ରମ ଚାଲୁ ରହୁ। ବିଦ୍ୟାଳୟ ପରିବେଶ ଦେଖି ଅତ୍ୟନ୍ତ ଭାବରେ ମୁଁ ଆନନ୍ଦିତ। ବିଦ୍ୟାଳୟର ଆଗପଟ ଯାହା ପଛପଟ ମଧ୍ୟ ତାଠାରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦେଖି ବିଶେଷ ଭାବରେ ମୁଁ ଆନନ୍ଦିତ ଏବଂ ନିଶ୍ଚିତ ଭାବରେ ପ୍ରଶଂସା ନକରି ରହିପାରିବି ନାହିଁ। ଏହା ଯେକୌଣସି ବିଦ୍ୟାଳୟକୁ ଗଲେ ମୁଁ ଏ ବିଦ୍ୟାଳୟର ନାଁ ନିଶ୍ଚିତ ଭାବରେ ଉଚ୍ଚାରଣ କରିବି। ଏଇଥିପାଇଁ ସେ ବିଦ୍ୟାଳୟର ପରିବେଶ ସୁନ୍ଦର ଭାବରେ ଅଛି। ମଣି ସାର୍ଙ୍କ ଠାରୁ ଆରମ୍ଭ କରି ଶଶି ସାର୍ଙ୍କ ପର୍ଯ୍ୟନ୍ତ, ବିବେକ ସାର୍ଙ୍କ ଠାରୁ ଆରମ୍ଭ କରି ରବି ସାର୍ଙ୍କ ପର୍ଯ୍ୟନ୍ତ ଏବଂ ଅର୍ପିତା ଦିଦିଙ୍କ ଠାରୁ ଆରମ୍ଭ କରି ସନ୍ଧ୍ୟା ଦିଦିଙ୍କ ପର୍ଯ୍ୟନ୍ତ ଏବଂ ଆମର ସୁଭାଶିଷ ସାର୍ଙ୍କ ଠାରୁ ଆରମ୍ଭ କରି ଚୁମ୍କି ମ୍ୟାଡ଼ାମଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଯାହା ସକ୍ରିୟ ସହଯୋଗ ରହିଛି। ବିଦ୍ୟାଳୟଟି ପିଲାଙ୍କ ରୂପରେଖ ନେଇଛି ଏବଂ ଏଥିପାଇଁ ସମସ୍ତଙ୍କୁ ଗାଁବାସୀମାନଙ୍କୁ ସାଧୁବାଦ ଜଣାଉଛି। ଧନ୍ୟବାଦ। ଜୟ ଜଗନ୍ନାଥ। କୁହନ୍ତୁ ଟିକେ ସାର୍ କୁହନ୍ତୁ। ଆଜି ବ୍ୟବସାୟୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଏବଂ ତତ୍ସହିତ ବାର୍ଷିକ ଉତ୍ସବ ମହାସମାରୋହରେ ଆମେ ପାଳନ କରୁଛୁ। ପିଲାମାନଙ୍କର ଗୋଟିଏ ବର୍ଷ ଭିତରେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଜି ଏବଂ ଗତକାଲି ଯେଉଁ ଖେଳ ହୋଇଥିଲା ସେ ଖେଳରେ ଯେଉଁ ପିଲାମାନେ ପୁରସ୍କୃତ ହୋଇଛନ୍ତି ପ୍ରତିଯୋଗୀ ହିସାବରେ ଯେଉଁମାନେ କୃତି ବିବେଚିତ ହୋଇଛନ୍ତି ସେମାନଙ୍କ ପାଇଁ ଆଜି ପୁରସ୍କାର ବିତରଣର ବ୍ୟବସ୍ଥା ଅଛି। ତା ସହିତ ବାର୍ଷିକ ଉତ୍ସବ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ପିଲାମାନଙ୍କର ପ୍ରତ୍ୟୁତ୍ପନ୍ନମତିତାର ବିକାଶ ପାଇଁ ବିଦ୍ୟାଳୟ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ ସହକାରୀ ଶିକ୍ଷକ ଏବଂ ଶିକ୍ଷା କମିଟିର ସମସ୍ତ ସଦସ୍ୟବୃନ୍ଦ ଏବଂ ଛାତ୍ରଛାତ୍ରୀମାନେ ଅକୁଣ୍ଠ ସହଯୋଗ କରିଛନ୍ତି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ।